ଆଜି ଯେହେତୁ ସଣ୍ଡେ ଥିଲେ ବାବୁ ଆଣିଥିଲେ ଭାକୁଡ଼ ମାଛ ଆଉ ଭାକୁଡ଼ ମାଛ ଆମ୍ବୁଲ ପକେଇକି ଝୋଳ ହେଇଥିଲା ଆଉ ଭାତ ଖାଇ ପିଇକି ସନ୍ଧ୍ୟାରେ ଚାଲିଥିଲୁ ବାହାରକୁ। ଆଉ ସନ୍ଧ୍ୟାରେ ବେଙ୍ଗଲୁରୁରେ ବାହାରେ ବୁଲିବାର ଯେଉଁ ମଜା, ଯାଇ ଫାଷ୍ଟ ପହଞ୍ଚି ଯାଇଥିଲୁ ମିଠା ଦୋକାନରେ। ତ ଗାଁ ଭଳିଆ ପୁରା ସବୁ ମିଠା ଏଠି ମିଳେ। ଏଇଟା ଯେହେତୁ ରାଜସ୍ଥାନୀ ଦୋକାନ ତ ଏଠି ସବୁ ପ୍ରକାରର ମିଠା ମିଳିଯାଏ। ତ ଏଠି ଦେଖନ୍ତୁ ରସଗୋଲା, ପୁରା ଗାଁ ରସଗୋଲା ଏଠି। ଆଉ ରସଗୋଲାଟା ମୋତେ ବହୁତ ପସନ୍ଦ। ରସଗୋଲା କାହାର, ଏଠି ଛେନାପୋଡ଼ ଥିଲା ଆଉ ସବୁ ପ୍ରକାରର ମିଠା ହିଁ ଥିଲା। ତ ମିଠା କାହାକୁ ପସନ୍ଦ କହିବେ, ମୋତେ ତ ବହୁତ ଭଲ ଲାଗେ ମିଠା ଖାଇବା ପାଇଁ। ଏଠି ମୁଁ ଟିକେ ଛେନାପୋଡ଼ ଖାଇଥିଲି ଆଉ ଖାଇକି ଘରକୁ ଆସିଥିଲି। ଏଠି ଦେଖନ୍ତୁ ରସଗୋଲାଟା ବହୁତ ସୁନ୍ଦର ହେଇଥିଲା ଆଉ ଛେନାପୋଡ଼ ବି ହେଲା, ବହୁତ ଟେଷ୍ଟି ବି ଥିଲା ତାର। ତ ଖାଇବାର ମଜା ବହୁତ ହିଁ ଥିଲା, ପୁରା ଗାଁ ଭଳିଆ ହିଁ ଲାଗୁଥିଲା। ଖାଇ ପିଇକି ଚାଲିଥିଲି। ତ ବାଟରେ ଆସୁ ଆସୁ ଏଠି ସନ୍ଧ୍ୟା ହେଇ ଆସିଲାଣି, ସେଥିପାଇଁ ଶୀତ ଲାଗିଲାଣି। କ'ଣ କରିବି, ସେଥିପାଇଁ ରୁମ୍କୁ ପଳେଇ ଆସିଥିଲି। ସଣ୍ଡେରେ କେମିତି ଯାଉଛି କଟି ମୁଁ ବି ଜାଣିପାରୁନି। ଆଉ ଏଇ କାନଫୁଲଟା ଆଣିଥିଲି, ଆସିକି ନାଇକି ଟିକେ ଦେଖନ୍ତୁ କେମିତି ହେଇଛି, ମାତ୍ର 50 ଟଙ୍କା।